ଚାଷୀ ମାନେ ଆମ ରାମପୁର ଏରିଆର ସେମାନେ ମୁଖ୍ୟତଃ 5ଟା ଦାବି ଉପରେ ଆମକୁ ଉପସ୍ଥାପନ କରିଥିଲେ। ପ୍ରଥମ କଥା ହେଲା ତାଙ୍କର ଅଦିନିଆ ବର୍ଷାରେ କ୍ଷୟକ୍ଷତି, ଆଉ ସେଟା ଆମେ ଅଲରେଡି ଇନକ୍ୱାରି କରି ସାରିଛୁ। ଖାଲି ଆମର ସିଗ୍ନେଚର ପାଇଁ ସେଟା ଅଟକି ରହିଥିଲା ଆଉ ସେଟା ଆମେ ଇମିଡିଏଟଲି ଆଜି ଆମେ ଜିଲ୍ଲାପାଳ ଅଫିସରେ ସବମିଟ କରିବୁ। ଦ୍ୱିତୀୟ କଥା ହେଲା ଶସ୍ୟବୀମା ଅଧିକାରୀ ଓ କୃଷି ବିଭାଗର ମିଳିତ ବୈଠକ 8 ତାରିଖ ଦିନ ପୁଣି ଥରେ ହେବା ପାଇଁ ସ୍ଥିର କରାଗଲା। ସେଥିରେ ଆମ ଶସ୍ୟବୀମା କମ୍ପାନୀର ଏଜେଣ୍ଟ ଆସିବେ, ସେ ଆମ ଚାଷୀ ମାନଙ୍କ ସହିତ ଆଲୋଚନା କରି ଯେତିକି ଯାହା ହବ ସମୟଟି ସମାଧାନ କରିକି ଯିବେ। ଆଉ ତୃତୀୟ କଥା ହେଲା ଏଫେକ୍ଟିଭ ମାନର ଧାନ ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏମାନେ କହିଛନ୍ତି। ଆମେ ସେଟା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଆମେ ଆଶା କରୁଛୁ ଜିଲ୍ଲାପାଳ ବି ଆମ କଥା ଶୁଣିବେ। ଆଉ ତୃତୀୟ କଥା ହେଲା ଟୋକନ ଅବଧିକୁ ଏଇ ଯୋଉ ଦିନିଆ ବର୍ଷା ପାଇଁ 7 ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ। ଆମେ ସେଟା ବି ଆମେ ଆଶା କରୁଛୁ ଏଟା ଆମ ଜିଲ୍ଲାପାଳ ଆଉ 7 ଦିନ ବଢେଇବା ପାଇଁ ଆମେ ରିକ୍ୱେଷ୍ଟ କରିବୁ। ଆଉ ଆମେ ଆଶା କରୁଛୁ ସେଇ ନିହାତି ବଢେଇବେ ଏଟାକୁ। ଆଜ୍ଞା ମାନେ आइथिले कृषि अधिकारी तहसीलदार समस्ते आइथिले। आमे तांको धन्यवाद दउछु। सेमाने हमको लिखित जणे दिछन जे 8 तारिख आमे सब किछि फाइनल करमु बोली। जदि 8 तारिख फाइनल किछि नै करि पारन ताहले आमे आगामी दिन रे पुणी 9 तारिख रु आरंभ करमु हमर आंदोलन।